शुभ सकाळ सब ମୋର नमस्कार। धन्यवाद अपा। समस्त को सुप्रभात। आज शाम्ब दशमी। ये शाम्ब दशमी उपलक्षे ज्योतिर्मय ब्रह्म सूर्यदेवंकर आज ज्योतिर्मय सकाळर सूर्यार्घ्य प्रदान पूर्वक समस्त को शुभेच्छा। पार्थिव जगतर प्रतिपालक और सृजनी शक्ति सूर्य अंत जीवनर धी रूपरे मेधा रूपरे आम समस्त भितर विद्यमान। तांकरी अभिषेक पाई आमे समवेत भाव प्रार्थना करिवा। ओंकार ध्वनिर आमर जो समवेत उच्चारण ये उच्चारण ही सूर्य शक्तिर अर्घ रूपरे आमे आस्पृहार गति को ऊर्धायित करिवा, त्वरान्वित करिवा। एवं तैत्तिरीय उपनिषदर एक नूतन बल्ली ब्रह्मानंद बल्ली को स्वागत करिवा। त्रिवार ओंकार उच्चारण सहित आजिर कार्यक्रम को स्वागत करिवा। हे परमच्छ प्रभु चिरंतन सत्य, हमें केवल तुम्हारी आज्ञा बहई उठू को सत्यर विधान को आश्रय करी जीवन धारण करूँ। आज ये निरभिजा सकाळ को समस्त को स्वागत। हमें तैत्तरीय उपनिषदर विराट तेजराशि भीतर को प्रवेश करि परिबा। आमे एक साहसर सह से महासमुद्र भीतर को प्रवेश करुछु। एक वैदिक आग्रह, एक ब्रह्मनिष्ठ मानसिक विधिवत्ता को नहीं आमर साधना आमे जेतिकी परिमाण रे अग्रगति होईछि। जिमिति भावरे मी इच्छा करुछु सिमिति भावरे यात्रा करुछु। आम पाखरे केवल आमर इच्छा एवं आम आस्पृहा ही आम पाई संपद। यही संपद को धरिकी ये जो उपनिषदर समुद्र भीतर को प्रवेश करुछु। आज आम एक नूतन विषय अध्ययन करिवा, जोटा होची गोटे मनीष जीवनर परम लक्ष्य से ब्रह्मानंद प्राप्ति। से ब्रह्मानंद प्राप्ति सहित आमर जो मनन, आमर जो चिंतन, आमर जो मेधा, आमर स्मृति ये सबू को से ब्रह्मानंद प्राप्ति लक्ष्य रे ताको विनियोग करिवा। एवं यही अध्यायटी ब्रह्मंकर चूड़ांत परिप्रकाश जी तांकर जो संज्ञा, तांकर जो शाश्वत अभिव्यक्ति से संपर्क में आम आलोचना करिवा। आम आज पर्यंत वैदिक भाषार एक क्रमिक धारा को शिक्षावली माध्यम अवगत हेलु।
କିପରି ଧ୍ୟାନ ଦ୍ୱାରା ଗୁରୁ ତାଙ୍କର ପ୍ରିୟତମ ଶିଷ୍ୟମାନଙ୍କୁ ଅକ୍ଷର ଶିକ୍ଷା ଠାରୁ ଆରମ୍ଭ କରି ଶିକ୍ଷାର ଚୂଡ଼ାନ୍ତ ଲକ୍ଷ୍ୟ ପରମାତ୍ମା ପ୍ରାପ୍ତି ପର୍ଯ୍ୟନ୍ତ ଗୋଟିଏ କ୍ରମିକ ଧାରାକୁ ସେ ଆଲୋଚନା କଲେ ଏବଂ ଏହି ଆଲୋଚନା ଭିତରେ ସେ ଗୋଟିଏ କଥାକୁ ଲକ୍ଷ୍ୟ କରୁଥିଲେ ବା ଆମକୁ ନେଇଯାଉଥିଲେ ଯେ ସବୁ କଥା ବ୍ୟବହାରିକ ବିଜ୍ଞାନ ହେଉ ଆମର ସ୍ମୃତିଗତ ବିଜ୍ଞାନ ହେଉ ସାଧନାଗତ ଯେତେ ପ୍ରକାର ଊର୍ଜା ରହିଛି ତାକୁ କେବଳ ଧ୍ୟାନ ଦ୍ୱାରା କେବଳ ପ୍ରାପ୍ତ କରିହେବ, ତା ଭିତରକୁ ପ୍ରବେଶ କରିହେବ। ସେଥିପାଇଁ ପ୍ରଥମ ଅଧ୍ୟାୟଟି ଥିଲା ଶିକ୍ଷାବଳୀ ଏବଂ ଏହି ଶିକ୍ଷାବଳୀଟି ଥିଲା ଧ୍ୟାନର ଅଧ୍ୟାୟ। ଗୁରୁ ଏହି ଧ୍ୟାନ ମାଧ୍ୟମରେ ସମସ୍ତ ଶିକ୍ଷାକୁ ଆଲୋଚନା କଲେ ଏବଂ ବିଦ୍ୟାଧ୍ୟୟନର ସମାପ୍ତି ପରେ ବିଦ୍ୟାଶ୍ରମରୁ ସ୍ୱଗୃହକୁ ଯାତ୍ରା କରି ଛାତ୍ରମାନେ ନିଜକୁ ସଂସାରର କାର୍ଯ୍ୟ ଭିତରେ ମଜିଯିବେ, କାଳେ ସେମାନଙ୍କର କର୍ତ୍ତବ୍ୟ ବିଷୟରେ ବିସ୍ମରଣ ଘଟିବ, ସେମାନେ ପାଶୋରି ହୋଇଯିବେ। ଏଥିପାଇଁ ଗୋଟିଏ ବିଦାୟକାଳୀନ କିଛି ଉପଦେଶ ଗୁରୁ ପ୍ରଦାନ କରୁଛନ୍ତି। ଖାଲି ଉପଦେଶ ତ ନୁହେଁ, ତା ଥିଲା ଆଦେଶ, ତା ଥିଲା ଅନୁଶାସନ। ଏ ଅନୁଶାସନ ପୂର୍ବକ କିଛି ବକ୍ତବ୍ୟ ପ୍ରଦାନ କରି ଆଶୀର୍ବାଦ ଦେଇ ସଂସାରକୁ ପଠାଉଛନ୍ତି ଏବଂ ସଂସାର ଧର୍ମ ପାଳନ କରିବା ପାଇଁ ଆଜ୍ଞା ପ୍ରଦାନ କରି ଏଇ ଯେଉଁ ଶିକ୍ଷାବଲ୍ଲୀର ଧ୍ୟାନ ପର୍ଯ୍ୟାୟକୁ ସମାପ୍ତ କଲେ। ଗୋଟିଏ କଥା ଆମେ ଅନୁଭବ କରିବା ଯେ ବିଦ୍ୟାର୍ଥୀର ଜୀବନଯାତ୍ରାଟି କେବଳ ବାହ୍ୟ ଜଗତରେ ବିଚରଣ ନୁହେଁ, ସେ ବାରମ୍ବାର ଶାନ୍ତ ହୃଦୟ ଆକାଶ ବୋଲି ବର୍ଣ୍ଣନା କରୁଛନ୍ତି। ତେଣୁ ସେ ନିର୍ଦ୍ଦେଶ କରୁଛନ୍ତି ତୁମର ବାସ୍ତବ ଜୀବନର ଯାତ୍ରା ହେଲା ସେ ଅନ୍ତଃଯାତ୍ରା। ଅନ୍ତଃଯାତ୍ରା ସହିତ ବହିର୍ଯାତ୍ରା, ଏ ଉଭୟର ଯାତ୍ରା ଦ୍ୱାରା ତାଙ୍କ ବିଶ୍ୱଗତ ପରିପ୍ରକାଶ ଏବଂ ତାଙ୍କର ଏକ ଅନ୍ତଃ ପରିପ୍ରକାଶ, ଏ ଦୁଇଟା ପରିପ୍ରକାଶକୁ ଯିଏ ବୁଝିବ ସେ ହିଁ ଯଥାର୍ଥରେ ଶିକ୍ଷା ଅଧ୍ୟୟନ କଲା ବୋଲି ଜାଣିବ। ତେଣୁ ସେ ଅନ୍ତଃଯାତ୍ରା ଏବଂ ବହିଯାତ୍ରାର ଗୋଟିଏ ସିଲାବସ୍ ଆମକୁ ପ୍ରଦାନ କଲେ, କିଛି ଅନୁଶାସନ ଦେଲେ। ତାପରେ ଆମେ ଏକ ନୂତନ କ୍ଲାସ୍ ଭିତରକୁ ପଶିବା ଆଉ ସେଥିପାଇଁ ଆମକୁ ଗୋଟେ ପ୍ରସ୍ତୁତି କରାଇଲେ। ବ୍ରହ୍ମାନନ୍ଦ ବଲ୍ଲୀ ଅଧ୍ୟୟନ କରିବା ପାଇଁ ଶିକ୍ଷାବଲ୍ଲୀର ଯେ କି ଆବଶ୍ୟକତା ରହିଛି, ଧ୍ୟାନର ଯେ କି ଆବଶ୍ୟକତା ରହିଛି, ଆମେ ଏହି ବ୍ରହ୍ମାନନ୍ଦ ବଲ୍ଲୀକୁ ଅଧ୍ୟୟନ କଲେ ଆମେ ବୁଝିପାରିବା ଯେ ଧ୍ୟାନ ଏକ ପ୍ରବେଶର ସେ ହେଉଛି ମୂଳ ଦ୍ୱାର। ସେହି ମୂଳ ଦ୍ୱାର ଦ୍ୱାରା ଆମେ ଅନ୍ତଃଯାତ୍ରା ଏବଂ ବହିଯାତ୍ରା କରିପାରିବା। ଆମେ ପିଲାଙ୍କୁ କହୁ ତୋର ପାଠରେ ଧ୍ୟାନ କାହିଁ, ତୋର ଶିକ୍ଷା କରିବାରେ ଧ୍ୟାନ କାହିଁ, ଜାଣିବାର ଧ୍ୟାନ କାହିଁ? ତେଣୁ ଧ୍ୟାନ ହିଁ ସେହି ଯାତ୍ରା କରିବାର ମୂଳ କାରକ। ଆଜି ଆମେ ସେ ଧ୍ୟାନସ୍ତର ସହ ଋଷି ଯଜ୍ଞବଲ୍କ୍ୟଙ୍କର ଏକ ନୂତନ ବିଷୟ ଶିକ୍ଷା ପ୍ରଦାନ ପ୍ରାପ୍ତ କରିବା। ବ୍ରହ୍ମାନନ୍ଦ ବଲ୍ଲୀ ଆମେ ଅଧ୍ୟୟନ କରିବା। ଏହି ବଲ୍ଲୀରେ ବ୍ରହ୍ମଙ୍କ ସମ୍ପର୍କରେ ଏକ ସଂଜ୍ଞା ପ୍ରଦାନ କରୁଛନ୍ତି, ତାଙ୍କର ଅଭିବ୍ୟକ୍ତକୁ ଅଭିବ୍ୟକ୍ତ କେମିତି ବିବର୍ତ୍ତନ ଧାରାରେ ସେ ଏଠି ଅବତରଣ କରୁଛନ୍ତି, ତାହା ଆଜି ଅଧ୍ୟୟନ କରିବା ଏବଂ ମନନ କରିବା। ଏବଂ ଅଧ୍ୟୟନର ଆରମ୍ଭରୁ ପ୍ରତ୍ୟେକ ଉପନିଷଦର ଅଧ୍ୟୟନ କଲାବେଳେ ଗୋଟିଏ ହିଁ ଶାନ୍ତି ମନ୍ତ୍ର ଉଚ୍ଚାରଣ କରନ୍ତି, ଉପନିଷଦକୁ ସାରନ୍ତି। କିନ୍ତୁ ଏହି ତୈତ୍ତରୀୟ ଉପନିଷଦରେ ପ୍ରତ୍ୟେକ
ବଲ୍ଲି ଆରମ୍ଭ ପୂର୍ବରୁ ଗୋଟିଏ ଶାନ୍ତି ମନ୍ତ୍ର ଉଚ୍ଚାରଣ କରାଯାଏ ଏବଂ ଆମେ ସମବେତ ଭାବରେ ସେହି ଶାନ୍ତି ମନ୍ତ୍ର ଉଚ୍ଚାରଣ କରି ଏବଂ ତାକୁ ବୋଧଗମ୍ୟ ଭିତରକୁ ବୋଧଗମ୍ୟ କରି ଆମେ ବ୍ରହ୍ମାନନ୍ଦ ବଲ୍ଲି ଆରମ୍ଭ କରିବା। ଏହି ବ୍ରହ୍ମାନନ୍ଦ ବଲ୍ଲିର ଶାନ୍ତି ମନ୍ତ୍ରକୁ ପାଠ କରିବା। ସହନା ଭବତୁ ସହନୌ ভুনক্তু সহ বীর্যং করবাবহে তেজস্বিনাবধিতমস্তু মা বিদ্বিষাবহে। ওম শান্তি শান্তি শান্তি। এই ଶାନ୍ତି ମନ୍ତ୍ର ଶାନ୍ତି ମନ୍ତ୍ରଟି ଆମକୁ ବ୍ରହ୍ମଙ୍କ ସହ ସେହି ପରମଙ୍କ ସହ ଆମର ଯେଉଁ ଯାତ୍ରା ସେହି ଯାତ୍ରା ସହିତ ଏ ଶାନ୍ତି ମନ୍ତ୍ରଟି ଉଚ୍ଚାରଣ କରାଯାଇଛି। ସେଥିପାଇଁ ସହ ଶବ୍ଦଟି ବାରମ୍ବାର ବ୍ୟବହାର କରାଯାଇଛି। ସହ ଆଉ ନା ଶବ୍ଦଟି ନୌ ନା ସେମିତି ପୂର୍ବରୁ ଯେମିତି ଆମେ ଆଲୋଚନା କରୁଥିଲୁ ଅନ୍ୟ ଶାନ୍ତି ମନ୍ତ୍ରରେ ସଂନୌ ମିତ୍ର ନୋ ବ୍ୟବହାର କରୁଥିଲି। ନୋ ଅର୍ଥ ହେଉଛି ଆମ୍ଭେ। ନୋ ନୌ ନା ଆମ୍ଭେମାନେ। ନୋ କହିଲା ମାନେ ଏକ ମୁଁ, ନୌ ମାନେ ଆମେ ଦୁଇ ଜଣ, ନା ମାନେ ଆମ୍ଭେମାନେ। ତେଣୁ ସେଠି ସହନା ଭବତୁ ଆମ୍ଭେମାନେ ଓଂ ଶବ୍ଦ ବ୍ୟବହାର କରି କରିଛନ୍ତି। ଶ୍ରୀ ଅରବିନ୍ଦ ଓଂ ହରି ଓଂ ତତ୍ସତ୍ ବ୍ୟବହାର କରି କହିଛନ୍ତି ହରି ଓଂ। ସେ ହରି ଓଂ ସହ ନା ଭବତୁ। ଆମେ ନା ଅର୍ଥ ଆମ୍ଭେମାନେ। ଏଠି ଆମ୍ଭେମାନେ ଅର୍ଥ ଗୁରୁ ସମସ୍ତ ଶିଷ୍ୟମାନେ ଏକତ୍ର ସହ ନା ଭବତୁ ହେ ପରମ ଆମକୁ ସୁରକ୍ଷା ପ୍ରଦାନ କରନ୍ତୁ। ଭବତୁ ଅର୍ଥ ସୁରକ୍ଷା ପ୍ରଦାନ କରିବା ଅର୍ଥ ବ୍ୟବହାର କରାଯାଏ। ଆମେ ସେହି ପରମଙ୍କର ଶକ୍ତି ଦ୍ୱାରା ଆମେ ପରସ୍ପରକୁ ସୁରକ୍ଷା ପ୍ରଦାନ କରନ୍ତୁ। ଏଠି ନିଜର ସୁରକ୍ଷା ପ୍ରଦାନ ପାଇଁ କେହି ପ୍ରାର୍ଥନା କରୁନାହାନ୍ତି। ଏଠି ଆମମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ। ସହନା ଭବତୁ ଆମ ସମସ୍ତଙ୍କୁ ଏକାଠି ଆମକୁ ସୁରକ୍ଷା ପ୍ରଦାନ କରନ୍ତୁ। ସହନୌ ଭୁନକ୍ତୁ ଆମ ସମସ୍ତଙ୍କୁ ନୌ ଶବ୍ଦ ଏଠି ଆମେ ଉଭୟ ଗୁରୁ ଏବଂ ଶିଷ୍ୟଙ୍କୁ ଦ୍ୱିବଚନ ବ୍ୟବହାର କରାଯାଇଛି। ଭୁନକ୍ତୁ ଆମେ ଯେପରି ଉଭୟେ ଆମେ ଉପଭୋଗ କରୁ। ଆମେ ବିଦ୍ୟାରୁ ଉପଭୋଗ କରୁ, ସମସ୍ତ ଯାତ୍ରାରେ ଆମେ ଉପଭୋଗ କରୁ। ଭୁନକ୍ତୁ ଅର୍ଥ ଭୁଜ ଧାତୁରୁ ଭୁନକ୍ତୁ ହେଇଛି। ଭୁଜ ଅର୍ଥର ଭୋଗ କରିବା ଅର୍ଥରେ ଭୁନକ୍ତୁ ବ୍ୟବହାର କରାଯାଏ। ଭୋଗ କରିବାକୁ ଆମେ ବିଭିନ୍ନ ଅର୍ଥରେ ବ୍ୟବହାର କରୁ। ଉଭୟ ବିଦ୍ୟାଧ୍ୟୟନ କରି ବିଦ୍ୟାକୁ ବି ଭୋଗ କରିବା, ଖାଦ୍ୟ ଖାଇଲା ବେଳେ ଖାଦ୍ୟକୁ ବି ଭୋଗ କରିବା, ଖେଳିଲା ବେଳେ ଖେଳକୁ ବି ଭୋଗ କରିବା। ଅର୍ଥାତ୍ ଏ ପ୍ରତ୍ୟେକ ଭୋଗରେ ଆମେ ଉଭୟେ ଭୋଗ କରିବା, ମିଶିକିରି ଭୋଗ କରିବା। ସହ ବୀର୍ୟଂ କରବାବହେ ଆମେ ଉଭୟେ ସହ ବୀର୍ୟଂ ସାମର୍ଥ୍ୟଯୁକ୍ତ ହେବା, ମିଶିକି ସାମର୍ଥ୍ୟଯୁକ୍ତ ହେବା। ବୀର୍ଯ୍ୟ ଅର୍ଥ ସାମର୍ଥ୍ୟ। ଆମେ ଉଭୟ ଶାସ୍ତ୍ର ଅଧ୍ୟୟନ କରିବା, ଶାସ୍ତ୍ର ଜ୍ଞାନ ଦ୍ୱାରା ସାମର୍ଥ୍ୟ ଅର୍ଜନ କରିବା, ଆମେ ଖେଳିବା ଦ୍ୱାରା ସାମର୍ଥ୍ୟ ଅର୍ଜନ କରିବା। ସବୁ କ୍ଷେତ୍ରରେ ଆମେ ପରସ୍ପରର ସାମର୍ଥ୍ୟ ଅର୍ଜନ କରିବା ଏବଂ ପରସ୍ପର ସାମର୍ଥ୍ୟ ପାଇଁ ମଧ୍ୟ ପ୍ରାର୍ଥନାଟି କରୁଛନ୍ତି। ତେଜସ୍ୱୀ ନାବଧିତମସ୍ତୁ
ଆମେ ଉଭୟେ ତେଜସ୍ୱୀ ହେବା ମିଶିକିରି। ଏବଂ ଏ ତେଜସ୍ୱୀ ହେବାରେ ଗୁରୁ ତେଜସ୍ୱୀ ହେବା, ଶିଷ୍ୟ ଦ୍ୱାରା ଗୁରୁ ତେଜସ୍ୱୀ ହୁଅନ୍ତି ଏବଂ ଶିଷ୍ୟଙ୍କ ଦ୍ୱାରା ଗୁରୁ ତେଜସ୍ୱୀ ହୁଅନ୍ତି ଏବଂ ଗୁରୁଙ୍କ ଦ୍ୱାରା ଶିଷ୍ୟ ତେଜସ୍ୱୀ ହୁଅନ୍ତି, ଜ୍ୟୋତିର୍ମୟ ହୁଅନ୍ତି। ଶକ୍ତି ସାମର୍ଥ୍ୟ ଏବଂ ବିଦ୍ୟାରେ ସେମାନେ ତେଜସ୍ୱୀ ହେବେ। ସେଥିପାଇଁ ଉଭୟେ ପ୍ରାର୍ଥନା କରୁଛନ୍ତି। ମା ବିଦିଶା ବହେ, ଆମେ ଯେପରି ପରସ୍ପରକୁ କେବେ ବି ବିଦ୍ୱେଷ ଭାବ ନ ରଖୁ। ଏ ଦୁଇ ବଚନ ସବୁ ବାହାର କରିଛନ୍ତି। ଆମେ ଗୁରୁ ପ୍ରତି ଶିଷ୍ୟର ବିଦ୍ୱେଷ ଭାବ ନ ରହୁ, ଶିଷ୍ୟ ପ୍ରତି ଗୁରୁର ବିଦ୍ୱେଷ ଭାବ ନ ରହୁ। ଏବଂ ଏ ବିଦ୍ୱେଷ ଭାବ ରହିଲେ ସହବିଭାଜନ ହୋଇପାରିବ ନାହିଁ। ସମସ୍ତେ ସମସ୍ତଙ୍କ ଉନ୍ନତିରେ ଆନନ୍ଦିତ ହୁଅନ୍ତୁ, ଖୁସି ହୁଅନ୍ତୁ। ସେଥିପାଇଁ ଏ ଶାନ୍ତି ମନ୍ତ୍ର ଉଚ୍ଚାରଣ କରୁଛନ୍ତି ଏବଂ ଶେଷରେ କହୁଛନ୍ତି ଓଂ ଶାନ୍ତି ଶାନ୍ତି ଶାନ୍ତି। ସେହି ଅଧିଭୌତିକ ଶାନ୍ତି, ଅଧିଦୈବିକ ଶାନ୍ତି, ଆଧ୍ୟାତ୍ମିକ ଶାନ୍ତି ଆମ ଭିତରକୁ ଅବତରଣ କରୁ। ଏହି ପ୍ରାର୍ଥନାର ଏହି ଶାନ୍ତି ମନ୍ତ୍ର ସହିତ ଆମେ ଧ୍ୟାନସ୍ଥ ହେବା ଏବଂ ଧ୍ୟାନସ୍ଥ ଆମେ ବ୍ରହ୍ମାନନ୍ଦ ବଲ୍ଲୀ ଯେତେଦିନ ପର୍ଯ୍ୟନ୍ତ ପଢ଼ୁଥିବା ଏହି ମନ୍ତ୍ର ସହିତ ହିଁ ପଢ଼ୁଥିବା। ସହନୌ ଭବତୁ ସହନୌ ଭୁନକ୍ତୁ ସହ ବୀର୍ଯ୍ୟଂ କରବାवहै ତେଜସ୍ୱିନାବଧୀତମସ୍ତୁ ମା ବିଦ୍ୱିଷାवहै। ଓಂ ଶାନ୍ତି ଶାନ୍ତି ଶାନ୍ତି। ଏହାପରେ ଶ୍ରୀ ବ୍ରହ୍ମାନନ୍ଦ ବଲ୍ଲୀର ପ୍ରଥମ ଅନୁବାକ ଏବଂ ପ୍ରଥମ ମନ୍ତ୍ର ସମ୍ପର୍କରେ ଆଲୋଚନା କରିବେ। ଏବଂ ପ୍ରଥମ ମନ୍ତ୍ର ସେ ବ୍ରହ୍ମଙ୍କର ଏକ ସଂଜ୍ଞା ପ୍ରଦାନ କରୁଛନ୍ତି ଏବଂ ଏ ବିଷୟରେ ଶ୍ରୀ ଅରବିନ୍ଦ ଏକ ବିଶାଳ ଆର୍ଟିକଲ ସେ ଲେଖିଛନ୍ତି। ସବୁ ମୁଁ ଭାବୁଛି ଆମେ ତରତର ନ ହେଇକରି ଶ୍ରୀ ଅରବିନ୍ଦଙ୍କ ପ୍ରଦତ୍ତ ଯେଉଁ ଆଲୋଚନାକୁ ପଢ଼ିବା ଏବଂ ପ୍ରାୟ ଗୋଟିଏ ଦୁଇଟା ବାକ୍ୟକୁ ନେଇକରି ଶ୍ରୀ ଅରବିନ୍ଦ ତାଙ୍କର ବହୁ କଥା ସେ ଲେଖିଛନ୍ତି, ଯେଉଁଥିରେ ଆମର ଅନେକ ବ୍ରହ୍ମଙ୍କ ସମ୍ପର୍କରେ, ପରମଙ୍କ ସମ୍ପର୍କରେ ଯେଉଁ ଧାରଣା ତାହା ଆହୁରି ଦୃଢ଼ୀଭୂତ ହେବ ଆମ ଭିତରେ। ତେଣୁ ଅତି ଯତ୍ନର ସହ, ଅତି ସଂକେନ୍ଦ୍ରଣର ସହ ଆଜି ଆମେ ଏହି ମନ୍ତ୍ରଟି ପଢ଼ିବା। ଓଂ ବ୍ରହ୍ମବିଦାପ୍ନୋତି ପରଂ ତଦ୍ଦେଶାଭିୟୁକ୍ତା ସତ୍ୟଂ ଜ୍ଞାନମ୍ ଅନନ୍ତଂ ବ୍ରହ୍ମ यो वेद निहितं गुहायां परमेव्यमन् सोऽश्नुते सर्वान् कामान् सः ब्रह्मणा विपश्चितेति। ओं ब्रह्मविदाप्नोति परम। ब्रह्मविद, ओं शब्द से परम, परम बीज को जे से ही शक्ति, से ही सामर्थ्य, ते ही ऊर्जा आम भितरे। से कौन सी मंत्र उच्चारण बेले ओं सहित उच्चारण कले ओं ब्राह्मणे नम। यदि ब्राह्मण समस्त मंत्र कहवा यदि ओं नथिब ताले से मंत्र किसी मूल्य रहे नहीं। ओं ही एक एवं अन्य सबू शून्य। एक न थाई यदि शून्य थाई तार किसी मूल्य रहे नहीं। शून्य पूर्वर एक बसिले से शून्यर असंख्य मूल्य बढ़ी जाए। सेमिति समस्त मंत्र आरंभ जो ओं उच्चारण करा जाए से मंत्र से ऊर्जा रे परिणत हुए, से ऊर्ध्वगामी हो उठे। मनुष्यर चेतना को अंतर्मुखी एवं बहिर्मुखी अनंत दिगरे यात्रा कराए। ओं शब्दटी सहित आमको प्रतिनियत यात्रा करने को पड़ो एवं मंत्र उच्चारण करने को पड़ो। से कहते ओं ब्रह्मविदाप्नोति परम।
ब्रह्मविद जो मैंने ब्रह्म को लाभ करती, ब्रह्म को जानती, विद धातु जानिबा अर्थ रे, दि नोआर ऑफ ब्रह्मन, जे ब्रह्म को जानती से माने ब्रह्म को प्राप्त करती, आपनोति परम अर्थात से परम को प्राप्त करती। ब्रह्मविद माने ही से परम ब्रह्म को आपनोति प्राप्त करती। ब्रह्मविदाप्नोति परम तदेशाभियुक्ता, ये सब अभ्युक्ता। तेणु ब्रह्मविद माने वैदिक शब्दर यही उक्ति को, ब्रह्म सम्मुखर यही उक्ति को सेमाने प्राप्त करिछंती एवं उच्चारण करिछंती एवं आवृत्ति मध्य करिछंती। अभ्युक्त माने आवृत्ति करा जाए एवं सेमाने कौन आवृत्ति करती? ब्रह्म संपर्क रे सेमाने आवृत्ति करती सत्यम ज्ञानम अनंतं ब्रह्म। ब्रह्म हेउछंती सत्य ज्ञानम अनंतम। एठी आमे ब्रह्म बोली कहा को कहिबा सेही अर्थरे से सुंदर एक संज्ञा प्रदान करुछंती। से ब्रह्म होउछंती सत्य, से होउछंती ज्ञान, से होउछंती अनंत। यो वेद निहितं गुहायां परमे व्यमन। यही जो ज्ञान वेद, से ज्ञान कौटी रही ना निहितं परम निहितं गुहायां, से रही आमर हृदय गह्वर भितरे। से वेद, से ज्ञान, से सत्यम ज्ञानम अनंतं ब्रह्मंकर जो ज्ञान बा ताकू जदि आमे प्राप्त करने को चाहिए, ताकू जदि जानिबा को चाहिए, ताले आमको से हृदय गह्वर भीतर को प्रवेश करने को हम। यो देव यो वेद निहित गुहायां परमे व्यमन। एवं से रहिछंती से परम व्यम भितरे। सेतिपाई तो पूर्व से कहूथिले एशांत हृदय आकाश। ए हृदय ही आमर अनंत आकाश। आम हृदय आम भितर एक विराट आकाश रही जोटी सेटा को परम व्यमन बोली भी कहि परिबा। एवं बाहर मध्य एक विराट आकाश रही, सेठी भी से निजर महान शक्ति को विच्छुरित कर रखिछंती। तेणु से नियर टू फार को आलोचना कला बेले से आम भितरु एक अंतयात्रा गोटे बही यात्रा आड़ को आम यात्रा करिपरिबा। सेतिपाई से एक कथा कहउचंती यो वेद निहितं गुहायां परमे व्यमन। यही ज्ञान हृदय गह्वर भितरे रहिछंती, परम आकाश भितरे से रहिछंती। एवं से रहिछंती बोली जी जाने, यो वेद जी तांको जाने। सोऽश्नुते सर्वन कामान सह ब्रह्मणा विपश्चितेति। जी तांको जाने जे से परम हृदय से परम से हृदय गह्वर भितरे रहिछंती, शांत हृदय आकाश भितरे रहिछंती। सेतेबेले से अश्नुते से भोग करे कौन ना सर्वन कामान सह ब्रह्मणा विचेष्टितेति। से परम ब्रह्मंक सह समस्त कामना को भोग करे एवं परम उपलब्धि सहित समस्त कामना काम्य वस्तु को से उपलब्धि करे। ताक भोग अश्नुति अर्थ भोग करने अर्थ व्यवहार करा जाए। से हृदयंगम करे, भोग करे, ये अर्थ व्यवहार करा जाए। यही जो कथाटी आलोचना कले जे जी जाने, जानिबा अर्थ होची परमंक सहित एकात्म हवा। सेतिपाई से परम प्रथम श्लोक रे कहले जे ब्रह्मविद आपनोति परम।
ଯେ ବ୍ରହ୍ମବିତ୍, ଯେ ବ୍ରହ୍ମଙ୍କୁ ଜାଣେ, ସେ ବ୍ରହ୍ମଙ୍କୁ ଉପଲବ୍ଧି କରେ, ବ୍ରହ୍ମଙ୍କୁ ପ୍ରାପ୍ତ କରେ। ସେଇଥିପାଇଁ ଯିଏ ବ୍ରହ୍ମଙ୍କୁ ପ୍ରାପ୍ତ କରିଛନ୍ତି ଯେଉଁ ଋଷିମାନେ, ସେମାନେ କେଉଁଠି ସେ ବ୍ରହ୍ମଙ୍କୁ ଦେଖିଛନ୍ତି ନା ହୃଦୟ ଗହ୍ୱର ଭିତରେ ଏକ ପରମ ଆକାଶ ରହିଛି, ପରମ ବ୍ୟୋମ ରହିଛି। ସେ ହିଁ ସେଇଠି ତାଙ୍କୁ ଉପଲବ୍ଧି କରିପାରିବ ଏବଂ ତାଙ୍କୁ ଯେତେବେଳେ ସେ ଉପଲବ୍ଧି କରିପାରିବ, ଏ ବିଶ୍ୱର ଯେତେ କାମନା ଅଛି ସମସ୍ତ କାମନା ସହ ସେ ପରମଙ୍କୁ ଉପଲବ୍ଧି କରିବ। ଆମେ ଯେତେବେଳେ ଉପଲବ୍ଧି କରୁ ବା କିଛି ଭୋଗ କରୁ, ସେତେବେଳେ ଆମେ ଏକୁଟିଆ ଭୋଗ କରୁ, ଆମେ କାହାକୁ ସହ ଭାଜନ କରୁନା। କିନ୍ତୁ ଏଠି ଯେଉଁ ଭୋଗ କରିବା ଅର୍ଥ ଏକାଠି ଭୋଗ କରିବା, ପରମଙ୍କ ସହିତ, ପରମଙ୍କ ଉପଲବ୍ଧି ସହିତ ଭୋଗ କରିବା ଅର୍ଥରେ ବ୍ୟବହାର କରିଛନ୍ତି। ଏବଂ ସେ ଯେଉଁ ଆଲୋଚନା କରିଛନ୍ତି ଯେ ସେଇ ପରମ ବ୍ରହ୍ମ ହେଉଛନ୍ତି ସତ୍ୟଂ ଜ୍ଞାନମ୍ ଅନନ୍ତଂ ବ୍ରହ୍ମ, ଏ ସମ୍ପର୍କରେ ଶ୍ରୀ ଅରବିନ୍ଦ ତାଙ୍କର ଆଲୋଚନା ରଖୁଛନ୍ତି ଯେ ସତ୍ୟଂ ଜ୍ଞାନମ୍ ଅନନ୍ତଂ ବ୍ରହ୍ମ କ'ଣ, ସେ ବିଷୟରେ ଆମେ ଟିକେ ନେଇକି ପଢ଼ିବା। ଟ୍ରୁଥ୍ ନଲେଜ୍ ଇନଫିନିଟି, ସତ୍ୟଂ ଜ୍ଞାନମ୍ ଅନନ୍ତମ୍। ଯଦି କେନ ଏଣ୍ଡ ଅଦର ଉପନିଷଦ ବହି ଥିବ, ସେଇଥିରେ କି ଆମେ 157 ପୃଷ୍ଠା, ସେ 57 ପୃଷ୍ଠାରେ ସେ ସେଇଟାକୁ ଆଲୋଚନା କରୁଛନ୍ତି। ଟ୍ରୁଥ୍ ନଲେଜ୍ ଇନଫିନିଟି, ଖୋଲିକି ଦେଖିପାରିବେ ସମସ୍ତେ। ଟ୍ରୁଥ୍ ନଲେଜ୍ ଇନଫିନିଟି ନଟ୍ ଏଜ୍ 3 ସେପାରେଟ୍ ଥିଙ୍ଗସ୍, ଏ ତିନିଟା ଅଲଗା ଅଲଗା ନୁହଁ, ଏ ତିନିଟା ଗୋଟିଏ, ପରସ୍ପର ଠାରୁ କିଛି ଅଲଗା ବସ୍ତୁ ନୁହଁ। ଏ ସତ୍ୟ ଅଲଗା, ନଲେଜ୍ ଅଲଗା ଏବଂ ଅନନ୍ତତା ତାଙ୍କର ଯେ ଅଲଗା, ଏ କଥା ନୁହେଁ। ସେ ତିନିଟା ହେଉଛି ଗୋଟିଏ ଜିନିଷ ମାତ୍ର, ବଟ୍ ଇନ୍ ଦିଆର୍ ଇନସେପାରେବୁଲ୍ ୟୁନିଟି, ସେ ପରସ୍ପର ସହିତ ଏକାତ୍ମ ହେଇକି ରହିଛନ୍ତି। ଇନସେପାରେବୁଲ୍ ୟୁନିଟି, ତାଙ୍କ ଭିତରେ ଗୋଟେ ଅଭେଦ୍ୟ ଏକତା ରହିଛି। ଯଦି ବା ସେ ତିନୋଟି ଶବ୍ଦ ଦ୍ୱାରା ତାକୁ ପ୍ରକାଶ କରୁଛନ୍ତି, କିନ୍ତୁ ସେମାନେ ପରସ୍ପର ଗୋଟେ ଇନସେପାରେବୁଲ୍ ୟୁନିଟି, ଏକାତ୍ମ ହେଇକି ରହିଛନ୍ତି, ଐକ୍ୟ ହେଇକି ରହିଛନ୍ତି। କେଉଁଠି ରହିଛନ୍ତି? ଆର୍ ଦି ସୁପରନାଲ୍ କନସିୟସ୍ ବିଇଂ ଅଫ୍ ଇଟର୍ନାଲ୍, ସେ ଶାଶ୍ୱତଙ୍କର ଗୋଟେ ସୁପରନାଲ୍ କନସିୟସ୍ ବିଇଂରେ ହିଁ ରହିଛନ୍ତି। ସେ ଏକ ହେଇକି ରହିଛନ୍ତି। ଏଇ ଶାଶ୍ୱତ ତାଙ୍କର ଗୋଟେ ଏଣ୍ଟିଟି ଯେ ରହୁଛି, ଯେ ସେ ହେଉଛନ୍ତି ଶାଶ୍ୱତ। ସେ ଶାଶ୍ୱତ, ସେ ଚିରନ୍ତନ, ସେ ଅବିଚଳ। ସେଟା କେଉଁଠି, କେଉଁ ଷ୍ଟେଟ୍ ନା ଗୋଟେ ସୁପରନାଲ୍ କନସିୟସନେସ୍ ବିଇଂ ସ୍ତରରେ ସେ ପୁରା ଶାଶ୍ୱତ ହେଇକରି ସେଇ ଟ୍ରୁଥ୍ ନଲେଜ୍ ଆଉ ୟୁନିଟି ଇନସେପାରେବଲ୍ ହେଇକରି ରହିଛନ୍ତି। ଇଟ୍ ଇଜ୍ ଏନ୍ infinite being, an infinite truth of being, an infinite self knowledge of self being। ସେଇ ପରମ ବ୍ରହ୍ମ, ସେଇ ବ୍ରହ୍ମ ହେଉଛନ୍ତି, ସେ ହେଉଛନ୍ତି ଅସୀମ ସତ୍ତା, ଅନନ୍ତ ସତ୍ତା। ସେ ହେଉଛନ୍ତି ଅନନ୍ତ ସତ୍ୟର ସତ୍ତା ଏବଂ ସେ ହେଉଛନ୍ତି ଗୋଟେ ଆତ୍ମଜ୍ଞାନ, ଗୋଟେ ଅସୀମ ବା ଅନନ୍ତ ଆତ୍ମଜ୍ଞାନ, ଆତ୍ମସତ୍ତା। ସେ ସୁନ୍ଦର ଭାବରେ କହୁଛନ୍ତି, ଲେମେଣ୍ଟ୍ରି ବିଗ୍ ବ୍ୟାଙ୍ଗ ତତ୍ତ୍ୱ ଯେତେବେଳେ ଆବିଷ୍କାର କଲେ, ସେତେବେଳେ ସେ କହୁଛନ୍ତି ଯେ ସେ ଏକ ଥିଲେ ଏବଂ ସେ ଏକ ସେତେବେଳେ କିଛି ବି ନଥିଲା। ସେ ଏକ ଭିତରେ ସେ ଅନନ୍ତ ବସ୍ତୁତ୍ୱ, ଅନନ୍ତ ସାନ୍ଦ୍ରତା ଏବଂ ଅନନ୍ତ ଶକ୍ତି ରହିଥିଲା।
ସେ ଅନନ୍ତ ଦିନେ ନିଜକୁ ପ୍ରକାଶିତ କରିବାକୁ ଚାହିଁଲେ। ଚାହିଁବା ଶବ୍ଦଟି ଅବଶ୍ୟ ସେଠି ନାହିଁ। ସେ ନିଜେ ଏକ୍ସପାଣ୍ଡ କଲା ଏବଂ ସେ ଏକ୍ସପାଣ୍ଡଟା ହଠାତ୍ ଏତେ କ୍ଷୁଦ୍ର ଥିଲା ଯେ ସେ ଏତେ ବିଶାଳ ହେଇକି ଏକ୍ସପାଣ୍ଡ କରୁଛନ୍ତି। ସେତେବେଳେ ଗୋଟେ ବିସ୍ଫୋରଣ ଘଟୁଛି। ଯେ ବିସ୍ଫୋରଣ ଆମେ ବିଗ୍ ବ୍ୟାଙ୍ଗ ତତ୍ତ୍ୱ ବୋଲି କହୁଛନ୍ତି। ଏବଂ ତା ଭିତରୁ ସେ ଅନନ୍ତତା ଭିତରୁ ସେ ନିଜେ ବହୁ ଶକ୍ତି ସେଥିରୁ କ'ଣ ନା ବାହାରି ଆସିଛି, ବହିର୍ଗମନ କରିଛି। ଏବଂ ସେହି ଅନନ୍ତ ଶକ୍ତିକୁ ସେଇ ହିଁ ଶକ୍ତି ଏବଂ ତା ଭିତରେ କିଛି ଚାରିଟା ଶକ୍ତିକୁ ବୈଜ୍ଞାନିକମାନେ ଆଲୋଚନା କରିଛନ୍ତି ଯେ ଗ୍ରେଭିଟେସନାଲ ଏନର୍ଜି, ଷ୍ଟ୍ରଙ୍ଗ ନ୍ୟୁକ୍ଲିୟର ଫୋର୍ସ, ୱିକ୍ ନ୍ୟୁକ୍ଲିୟର ଫୋର୍ସ ଏବଂ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫୋର୍ସ। ତିନି ଚାରିଟା ଶକ୍ତିର ନାଁ ଦେଇଛନ୍ତି, ଫୋର୍ସର ନାଁ ଦେଇଛନ୍ତି। ତା ଭିତରେ ରଖିଦେଇଛନ୍ତି ଅନେକ ଡାର୍କ ମ୍ୟାଟର ଏବଂ ଡାର୍କ ଏନର୍ଜି। ଏ ଡାର୍କ ମ୍ୟାଟର ଏବଂ ଡାର୍କ ଏନର୍ଜି ଦ୍ୱାରା ହିଁ ପୃଥିବୀ ପୃଷ୍ଠରେ ଏହି ବିଶ୍ୱରେ ଗ୍ରହ, ନକ୍ଷତ୍ର, ଗ୍ୟାଲେକ୍ସି, ଜୀବଜନ୍ତୁ ଏସବୁ କିଛି ସମ୍ଭବ ହୋଇପାରିଛି। ସେ ଅନନ୍ତତା ଭିତରୁ ସବୁ କିଛି ବାହାରିଛନ୍ତି। ତେଣୁ ଏଇଠି ସେ ଯଦି ଏଇ କଥାଟା ବିଜ୍ଞାନ ମଧ୍ୟ ଏଟା ଆବିଷ୍କାର କରିଛି। ସେଥିପାଇଁ ଭଗବାନ ଏଠି ଶ୍ରୀ ଅରବିନ୍ଦ କହୁଛନ୍ତି ଏଇ ଅନନ୍ତତା ହିଁ ତାଙ୍କର ଗୋଟେ ଏଣ୍ଟିଟିଜ୍ ବା ତାଙ୍କର ବିଙ୍ଗ। ସେଇ ଅନନ୍ତ ହେଉଛନ୍ତି ଅନନ୍ତ ସତ୍ୟ, ସେ ଅନନ୍ତ ଜ୍ଞାନ। ଏଇ ଟେକ୍ ୱାନ୍ ଅଫ୍ ଦିଜ୍ ଏୱେ and the idea of the eternal fails us। ଏଇ ଯେଉଁ ତିନୋଟି କଥା କହିଲେ ସତ୍ୟମ୍, ଜ୍ଞାନମ୍, ଅନନ୍ତମ୍, ଏଇ ତିନୋଟି ଭିତରୁ ଯଦି ଗୋଟିଏକୁ ବି ବାଦ ଦେଇ ଦିଆହେବ ତାହେଲେ ତାଙ୍କର ବ୍ରହ୍ମଙ୍କର ଯେଉଁ ଶାଶ୍ୱତତା ରହିଛି ଏ ଶାଶ୍ୱତ ଆଉ ରହିବନି। ସେ ବିଚାର ଦି ଆଇଡ଼ିଆ ଅଫ୍ ଇଟର୍ନାଲ ଫେଲ୍ସ ଆସ୍, ସେଇଆ ଶାଶ୍ୱତ ବିଚାରଟା ଆଉ ରହିପାରିବନି। We land ourselves in half light। ଯେତେବେଳେ ଶାଶ୍ୱତ ବିଚାର ରହିବନି ଆମେ କ'ଣ କରିବା ନା ଗୋଟେ ଅର୍ଦ୍ଧ ଆଲୋକ, ତମସାଚ୍ଛନ୍ନ ଆଲୋକ ଭିତରକୁ ପଡ଼ିଯିବା। In dark of shining paradox without issue। କୌଣସି କାରଣ ନଥାଇ ଆମେ ଗୋଟେ ଅନ୍ଧକାର ଏବଂ ଆଲୋକର ବିରୋଧାଭାସ ଭିତରେ ଆମେ ପଡ଼ିଯିବା। ଏବଂ ଇନ୍ ଭେନ୍ ଏକ୍ସାଗରେସନ୍, ସେତେବେଳେ ଆମେ ଏଇ ପରମଙ୍କୁ ନେଇକିରି ଗୋଟେ ବୃଥା ଅତିରଞ୍ଜନର ଭାଷା ସବୁ କେବଳ କହୁଥିବା। ଏଣ୍ଡ ଆପୋଥେସିସ୍ ଅଫ୍ ଆଇସୋଲେଟେଡ୍ ଇଣ୍ଟାଲେକ୍ଚୁଆଲ କନସେପ୍ସନ୍। ଏବଂ ଆମେ ଏଇ ଭଗବାନଙ୍କୁ ନେଇକି ଗୋଟେ ବୈଦିକ ଆପୋଥେସିସ୍ ମାନେ ଗୋଟେ ବୈଦିକ ଆରୋପ ବା ବୈଦିକ ପ୍ରଶଂସା ଗାନ କରୁଥିବା ଗୋଟେ ଇଣ୍ଟାଲେକ୍ଚୁଆଲ କନସେପ୍ସନ୍, ଗୋଟେ ଆଇସୋଲେଟେଡ୍ ଇଣ୍ଟାଲେକ୍ଚୁଆଲ କନସେପ୍ସନ୍। ଆଉ ତ କିଛି କୂଳ କିନାରା ମିଳିବନି ଆମକୁ। ଗୋଟେ ବୌଦ୍ଧିକ ବିଚାର ଦେଇକିରି ଆମେ କ'ଣ କରିବା ନା ତାଙ୍କର ଦେବଦେବୀ ଦେବତ୍ୱକୁ ଆରୋପ ନେଇକିରି ଆମେ ତାଙ୍କର ପ୍ରଶଂସା ଗାନ କରୁଥିବା। ତେଣୁ ସୁନ୍ଦର ଭାବରେ କହୁଛନ୍ତି। ତେଣୁ ଆମେ ସାମଗ୍ରିକ ଭାବରେ ସତ୍ୟମ୍, ଜ୍ଞାନମ୍, ଅନନ୍ତକୁ ମିଶେଇକିରି ପରମଙ୍କୁ ଦେଖୁଥିବା। ତେଣୁ ସେ ପୁଣି ଗୋଟି ଗୋଟି କରିକି ଆଲୋଚନା କରୁଛନ୍ତି ଶ୍ରୀ ଅରବିନ୍ଦ। Infinity is the timeless and spaceless and causeless infinity of the eternal, containing all infinities of space and time, and the endless succession which humanly we call causality। ସୁନ୍ଦର ଭାବରେ କହୁଛନ୍ତି ଯେ ସେଇ ଅସୀମ, ସେଇ ଅନନ୍ତ, ସେ ହେଉଛନ୍ତି ଦେଶ ଏବଂ କାଳହୀନ, ଦେଶହୀନ ଏବଂ କାଳହୀନ ଏବଂ କାରଣହୀନ। ତାଙ୍କର ନା କାରଣ ନାହିଁ, ତାଙ୍କର କାର୍ଯ୍ୟ କାରଣରୁ ସେ ଊର୍ଦ୍ଧ୍ୱରେ, ସେ ଦେଶ କାଳରୁ ସେ ବହୁ ଊର୍ଦ୍ଧ୍ୱରେ। ସେ କିନ୍ତୁ ଇଟର୍ନାଲ କଣ୍ଟେନିଂ
all infinities of space and time। ସେ କିନ୍ତୁ ଏହି ଦେଶ ଏବଂ କାଳ ଭିତରେ ସମସ୍ତ ଶାଶ୍ୱତକୁ ସେ ଧାରଣ କରିଛନ୍ତି ଏବଂ ସେ ଧାରଣ କରିଛନ୍ତି ବୋଲି the endless succession of humanly we call causality। ଗୋଟେ ସୀମାହୀନ ଗୋଟେ ଯାତ୍ରା, ଗୋଟେ ବିରାଟ ତାଙ୍କର କ'ଣ ତାଙ୍କ ରଚନା ସକ୍ସେସନ୍ ସମ୍ଭବ ହୋଇପାରୁଛି ଏବଂ ଯାହାକୁ we call causality ଆମେ କାର୍ଯ୍ୟ କାରଣ ବୋଲି କହୁ। but in fact the causality is only inferior aspect। କିନ୍ତୁ ଘଟଣାଟି ହେଉଛି ଏଇଆ ଯେ ତାଙ୍କର ଏ କାର୍ଯ୍ୟ କାରଣର ଯେଉଁ ରଚନାଟି ଏଇଟା ଗୋଟେ ତାଙ୍କର କେବଳ ଗୋଟେ ଇନଫିରିୟର ଆସ୍ପେକ୍ଟ, ଅତି ନିମ୍ନ ସ୍ତରର ଗୋଟେ ଅଭିବ୍ୟକ୍ତି and translation into mental and vital terms। ସେଇଟା ହିଁ ଅତି ନିମ୍ନତର ଅଭିବ୍ୟକ୍ତିଟା ମନ ହେଇଛି, ମନ ପ୍ରାଣରେ ରୂପାନ୍ତରିତ ହେଇଛି। but something term of something which is not mechanical causality। ସେଇଟା ମଧ୍ୟ ସାମଗ୍ରିକ ଭାବରେ ଗୋଟେ ମେକାନିକାଲ causality କାର୍ଯ୍ୟ କାରଣ ନୁହେଁ। but the harmony of free of determination of the being of the eternal। ତାଙ୍କର ଯେଉଁ ମୁକ୍ତ ସେଲ୍ ଆତ୍ମ ମାନେ ଦୃଢ଼ତା ରହିଛି ବା ଆତ୍ମ ଅଭିବ୍ୟକ୍ତି ରହିଛି, ତା ଭିତରେ ଗୋଟେ ସମତା ରକ୍ଷା କରୁଛି ତାଙ୍କର ଏଇ ଶାଶ୍ୱତତା। ଏଇ ତାଙ୍କର ଦେଶ ଏବଂ କାଳହୀନ ଊର୍ଦ୍ଧ୍ୱରେ ଥାଇ ସେ ଅସୀମତା, ସେ ମଧ୍ୟ ଦେଶ କାଳ ଭିତରେ ତାଙ୍କ ଅସୀମତାକୁ ଧାରଣ କରିଛି ଏବଂ ସେ ହିଁ ତାଙ୍କ ରୂପ ଗ୍ରହଣ କରି କରି ଚାଲିଛନ୍ତି। ଏବଂ ସତ୍ୟ ରୂପରେ ଟ୍ରୁଥ୍ ଇଜ୍ ଟ୍ରୁଥ୍ ଅଫ୍ ଇନଫିନିଟି ଆଣ୍ଡ ଇଟର୍ନାଲ। ସେଇ ସତ୍ୟ ହେଉଛନ୍ତି ସେଇ ଅସୀମ ସତ୍ୟ। ଖାଲି ଯଦି ସତ୍ୟ କହିଦେବା ତାହେଲେ ତାର ଆଉ ଗୋଟେ ଆସିବ, ସେ ଲିମିଟେଡ଼ ହେଇଯିବ। ସତ୍ୟକୁ ଆମେ ଲିମିଟେଡ଼ କରିଦେବା। କାହିଁକି ନା ଆମେ ସତ୍ୟ ସହିତ ଆଉ ଗୋଟେ ପ୍ରତିଭାସିକ ସତ୍ୟକୁ ଯୋଡ଼ି ଦେଉ, ମିଥ୍ୟାକୁ ବି ଯୋଡ଼ି ଦେଉ, କେତେବେଳେ ଅସତ୍ୟକୁ ବି ଯୋଡ଼ି ଦେଉ। ସେଥିପାଇଁ ସତ୍ୟର ବିଚାର ସହିତ ଆମେ ଯେତେବେଳେ ଅସତ୍ୟକୁ ଯୋଡ଼ି ଦେଉ ସେତେବେଳେ ଏଇ ଜଗତକୁ ଆମେ ଅସତ୍ୟ ବୋଲି କହୁ ଏବଂ ପରମଙ୍କୁ ସେତେବେଳେ ସତ୍ୟ ବୋଲି କହୁ। ସେତେବେଳେ ସତ୍ୟ ଅସତ୍ୟ ଭିତରେ ଗୋଟେ ବିରାଟ ପାଚେରୀ ତିଆରି କରିଦେଉ। କିନ୍ତୁ ଗୀତାରେ ପ୍ରତ୍ୟକ୍ଷ ଭାବରେ କହୁଛନ୍ତି ଆମେ ଯାହା ଏଠି ଜଗତ ଦେଖୁଛୁ ସିଏ ସବୁକିଛି ସତ। ନା ସତ ବିଦ୍ୟତେ ଭାବ ନା ଭାବ ବିଦ୍ୟତେ ସତ। ସତ ଛଡ଼ା ଏଠି କାହାର ଅସ୍ତିତ୍ୱ ନାହିଁ। ଅସତ୍ୟର ଅସ୍ତିତ୍ୱ କେବେ ସମ୍ଭବ ନୁହେଁ। ତେଣୁ ଏଠି ସତ୍ୟର ହିଁ ଅସ୍ତିତ୍ୱ ରହିଛି ଏବଂ ସେ ସତ୍ୟଟା ହେଉଛି ଇନଫାଇନାଇଟ୍ ଟ୍ରୁଥ୍। ଟ୍ରୁଥ୍ ଇଜ୍ ଟ୍ରୁଥ୍ ଅଫ୍ ଇନଫାଇନାଇଟ୍ ଆଣ୍ଡ ଇଟର୍ନାଲ। ସେ ହେଉଛନ୍ତି ଅସୀମ ଅନନ୍ତ, ସେ ହେଉଛନ୍ତି ଶାଶ୍ୱତ। ଟ୍ରୁଥ୍ ଅଫ୍ ବିଙ୍ଗ, ସେଇ ହେଉଛି ସତ୍ୟ ସତ୍ତା। ଆଣ୍ଡ ଟ୍ରୁଥ୍ ଅଫ୍ ବିକମିଂ, ତେଣୁ ସେ ଟ୍ରୁଥ୍ ବିଙ୍ଗ ଏବଂ ଟ୍ରୁଥ୍ ବିକମିଂ ହେଇକି ରହିଛନ୍ତି। ତାଙ୍କର ଏଇ ଟ୍ରୁଥ୍ ବିଙ୍ଗ ଆଉ ବିକମିଂ ଭିତରେ ହେଉଛି କ'ଣ? ଓନ୍ଲି ଏଜ୍ ସେଲ୍ଫ ଏକ୍ସପ୍ରେସନ୍ ଅଫ୍ ବିଙ୍ଗ। ନିଜକୁ ସତ୍ତା ରୂପରେ ଅଭିବ୍ୟକ୍ତ କରୁଛନ୍ତି ସେ ସତ୍ୟ। ସତ୍ୟ ହେଉଛନ୍ତି ସ୍ଥିର ଶାଶ୍ୱତ। ତାଙ୍କର ଯଦି ଶାଶ୍ୱତ ରୂପକୁ ଆମେ ବିଚାର କରିବା, ସେ ବା ସ୍ଥିର ଇମୋବାବିଲିଟି ବା ନିଶ୍ଚଳ, ତାକୁ ଯଦି ବିଚାର କରିବା ସତ୍ୟ ଉପରେ ଆଧାରିତ। ଏବଂ ସେ କହୁଛନ୍ତି ଦି circumstances of the self expression appear to the mind as the finite। ସେ ନିଜେ ଗୋଟେ ପରିସ୍ଥିତି ଭିତରେ ଯେତେବେଳେ ନିଜକୁ ଅଭିବ୍ୟକ୍ତ କରୁଛନ୍ତି କାହା ଦ୍ୱାରା? appear to the mind। ଯେତେବେଳେ ମନ ମାଧ୍ୟମ ଦେଇ ଯେତେବେଳେ ମଣିଷ ବିଚାର କରୁଛି ବା ତାଙ୍କୁ ଯେତେବେଳେ ଗୋଟେ ସାର୍କମଷ୍ଟାନ୍ସ ଭିତରେ ଯଦି ଏକ୍ସପ୍ରେସନ୍ କରୁଛି ସେତେବେଳେ ତାକୁ ଫାଇନାଇଟ୍ କରିଦେଉଛି, ଏଜ୍ ଏ ଫାଇନାଇଟ୍। କିନ୍ତୁ ସେ ଫାଇନାଇଟ୍ ନୁହନ୍ତି, ସେ ଇନଫାଇନାଇଟ୍ ଟ୍ରୁଥ୍। ବଟ୍ ନଥିଙ୍ଗ ଇଜ୍ ରିଏଲି ଫାଇନାଇଟ୍ except the way of the mind as the experiencing all that appearance to its view।
କିନ୍ତୁ ପ୍ରକୃତରେ ତାଙ୍କର କୌଣସି ସୀମିତ ବା ତାଙ୍କୁ କୌଣସି ସୀମା ଭିତରେ ରଖି ହେବ ନାହିଁ। କାହିଁ ମାଇଣ୍ଡ ଯାକୁ ମାଇଣ୍ଡ କେବଳ ତାର ବିଚାରଧାରା ଅନୁସାରେ ଦି ୱେ ଅଫ୍ ଦି ମାଇଣ୍ଡ ହେଜ୍ ଏକ୍ସପିରିଏନ୍ସିଂ ଅଲ୍ ଦ୍ୟାଟ୍ ଏପିଆରେନ୍ସ ଇନ୍ ଦିସ୍। ସିଏ ଯାହା ଦେଖୁଛି ସତ୍ୟକୁ ଯେ ରୂପରେ ଦେଖୁଛି, ଯେ ରୂପରେ ବିଚାର କରୁଛି, ତାର ଅଭିଜ୍ଞତା ସବୁ ନେଉଛି, ସେ ତାକୁ ଫାଇନାଇଟ୍ କରିଦେଉଛି। କିନ୍ତୁ ରିଏଲି ସେ ଫାଇନାଇଟ୍ ନୁହେଁ। ନଥିଙ୍ଗ ଇଜ୍ ରିଏଲି ଫାଇନାଇଟ୍। ଅଲ୍ ଥିଙ୍ଗସ୍ ଆର୍ ସଚ୍ ଥିଙ୍ଗସ୍। ଏ ସବୁ ଜିନିଷ ଯାହା ଆମେ ଦେଖୁଛୁ, ଯାହା ଆମେ ଦେଖିପାରୁନାହୁଁ, ଇଜ୍ ବ୍ରହ୍ମନ୍। ସେ ସବୁ କିଛି ହେଉଛନ୍ତି ବ୍ରହ୍ମ। ତାକୁ ମନ ହିଁ କେବଳ ତାକୁ ଫାଇନାଇଟ୍ କରିଦେଇଛି। ତାପରେ ନଲେଜ କଥା ସେ ଆଲୋଚନା କରୁଛନ୍ତି। ନଲେଜ ଇଜ୍ ଦି ଇଟର୍ନାଲ ଇନଏଲେବୁଲ ସେଲ୍ଫ ନଲେଜ ଅଫ୍ ହିଜ୍ ଇନଫାଇନାଇଟ୍ self existence and upon all its truth and reality। ତେଣୁ ଆମେ ଜ୍ଞାନ କଥା ଆଲୋଚନା କରୁଛି, ସେଇଟା ହେଉଛି ସେ ଇଟର୍ନାଲଙ୍କର ଗୋଟେ ଆତ୍ମଜ୍ଞାନ ଅଫ୍ ଇଜ୍ ଇନଫାଇନାଇଟ୍ ସେଲ୍ଫ ଏକ୍ଜିଷ୍ଟେନ୍ସ। ତାଙ୍କର ଯେଉଁ ଆମେ ସେଇ କଥାଟି ଆମେ ଆଲୋଚନା କରୁଥିଲୁ। ଯଦି ଆମେ ନଲେଜ କଥା କହିବା, ଜ୍ଞାନ କଥା କହିବା, ଖାଲି ଜ୍ଞାନ କହିଲା ମାନେ ଆମେ ଜ୍ଞାନକୁ ସୀମିତ କରିଦେଉଛୁ। ତାର ବିଜ୍ଞାନ ବିଷୟରେ ଜ୍ଞାନ ଅଛି, ତା ଗଣିତ ବିଷୟରେ ଜ୍ଞାନ ଅଛି। ଜ୍ଞାନଟାକୁ ବି ଆମେ ଗୋଟେ ଗୋଟେ ସେଗ୍ରିଗେଟେଡ୍ କରିଦେଇକି ସୀମିତ କରିଦେଉଛୁ। କିନ୍ତୁ ତାଙ୍କ ଇଟର୍ନାଲଙ୍କ କ୍ଷେତ୍ରରେ ସେ ଜ୍ଞାନ ହେଉଛି ଇନଫାଇନାଇଟ୍ ସେଲ୍ଫ ନଲେଜ। କାରଣ ସିଏ ହିଁ ଅସୀମ ଜ୍ଞାନର ଅଧିକାରୀ ହେଇଛନ୍ତି। ଜ୍ଞାନ ହେଉଛି ତାଙ୍କର ଧାରକ। ସେ ଜ୍ଞାନ ଦ୍ୱାରା ଏଠି ପରିପ୍ରକାଶ ହେଉଛନ୍ତି ଏବଂ ଜ୍ଞାନ ହିଁ ଏଠି ଇନଫାଇନାଇଟ୍ ସେଲ୍ଫ ଏକ୍ଜିଷ୍ଟେନ୍ସ ହେଇଛି। And of all the truth and reality, and in that truth of all things seen not by the mind। ତେଣୁ ମନ ଦ୍ୱାରା ସେ ଟ୍ରୁଥକୁ, ତାଙ୍କର ଟ୍ରୁଥ ଆଣ୍ଡ ରିଏଲିଟିକୁ କେବେ ଦେଖିହେବ ନାହିଁ। ବଟ୍ କେମିତି ଦେଖିହେବ? ବଟ୍ ବାଇ ଦି ସେଲ୍ଫ ଭିଭିଂ ଅଫ୍ ଦି ସ୍ପିରିଟ୍। ଯେତେବେଳେ ଆତ୍ମଦୃଷ୍ଟି ମଣିଷ ଭିତରେ ଫେରିଆସିବ, ସେଇ ପରମଙ୍କର ଆତ୍ମଦୃଷ୍ଟି, ସେଇ ପରମାତ୍ମାଙ୍କର, ସେତେବେଳେ ସେ ତାଙ୍କ ରିଏଲିଟିକୁ, ତାଙ୍କ ରିଏଲ୍ ନଲେଜକୁ ସେ ଦେଖିପାରିବ। ଦିସ୍ ନଲେଜ ଇଜ୍ ନଟ୍ ପସିବୁଲ୍ ଟୁ ଦି ମାଇଣ୍ଡ। ସେଇ ନଲେଜ ମନ ଦ୍ୱାରା କେବେ ବି ସମ୍ଭବ ହେଇପାରିବ ନାହିଁ। ଇଟ୍ କ୍ୟାନ୍ ଓନ୍ଲି ରିଫ୍ଲେକ୍ଟେଡ୍ inadequately by it when it touched by the ray from the secret luminous cavern of super conscient being। ସେଠି ସେ କହୁଛନ୍ତି ଯେତେବେଳେ ସେଇ ରେ, ସେଇ ସିକ୍ରେଟ୍ ଲୁମିନିୟସ୍ କଭର୍ନ ଭିତରୁ ଅଫ୍ ଆୱାର ସୁପର କନସିଏଣ୍ଟ ବିଙ୍ଗ, ଆମର ଯେଉଁ ପରମ ଜ୍ଞାନ ରହିଛି, ପରମ ଚେତନା ରହିଛନ୍ତି, ସତ୍ତା, ପରମ ସତ୍ତା ରହିଛନ୍ତି ଆମ ଭିତରେ, ସେ ସିକ୍ରେଟ୍, ସେ ଗୁପ୍ତ ହେଇକିରି ସେ ଆମର ହୃଦୟ ଗହ୍ୱର ଭିତରେ ରହିଛନ୍ତି। ତାହାରି ଭିତରୁ ଯେତେବେଳେ ଆସିକିରି ସେ ଯେତେବେଳେ ମନକୁ ଟଚ୍ କରିଦେବ, ହ୍ୱେନ୍ ଇ ଟଚ୍ଡ, ତାଙ୍କର ଗୋଟେ ରେଣୁ ଆସିବା, ତାଙ୍କର ଗୋଟେ ଉର୍ଜା ଆସି ସେ ମନକୁ ଟଚ୍ କରିଦେବ, ସେତେବେଳେ ସେ ମନ ତାଙ୍କୁ କିଛି ମାତ୍ରା ରିଫ୍ଲେକ୍ଟ କରିବ, ତାକୁ ତା ଦ୍ୱାରା କିଛି ମାତ୍ରା ସେ ପ୍ରତିଫଳିତ ହେବେ, ନହେଲେ ସେ ପ୍ରତିଫଳିତ ହୋଇପାରିବ ନାହିଁ। ୟେଟ୍ that ray we can make the sliding ladder of climbing into the source of supreme self viewing wisdom। ସେଇ ରେ ହେଇଯିବ ଆମ ପାଇଁ ଗୋଟେ ସିଡ଼ି, ଗୋଟେ ଜ୍ୟୋତିର୍ମୟ ସିଡ଼ି। ସେଇ ଜ୍ୟୋତିର୍ମୟ ନିଶୁଣି ଦ୍ୱାରା ଆମେ ସେଇ ପରମ ଜ୍ଞାନ, ସେଲ୍ଫ ଭିଉଇଂ ୱିଜଡମ୍, ଆତ୍ମଜ୍ଞାନ, ଆତ୍ମଦର୍ଶନର ଯେଉଁ ଜ୍ଞାନ, ପରମ ଆତ୍ମଦର୍ଶନର ଯେଉଁ ଜ୍ଞାନଟାକୁ ଆମେ ଚଢ଼ିପାରିବା, ତାଙ୍କୁ ଦେଖିପାରିବା ସେଇ ନଲେଜ ଦ୍ୱାରା। ଯେତେ ପର୍ଯ୍ୟନ୍ତ ସେଇ ହୃଦୟ ଗହ୍ୱର ଭିତରୁ ସେଇ ନଲେଜ ଆସିକି ଆମକୁ ସ୍ପର୍ଶ ନ କରୁଛି, ଆମେ ସେତେବେଳେ ପର୍ଯ୍ୟନ୍ତ ଆମେ ଗୋଟେ ଖଣ୍ଡିଆ ଖାବରା ଜ୍ଞାନକୁ ଦେଖୁଥିବା, ଖଣ୍ଡ ଖଣ୍ଡ ଜ୍ଞାନକୁ ଦେଖୁଥିବା, ଖଣ୍ଡ ଖଣ୍ଡ ଟ୍ରୁଥକୁ ଦେଖୁଥିବା, ତାଙ୍କ ଅନନ୍ତତାକୁ କେତେବେଳେ ବି ଜାଣିପାରିବା ନାହିଁ। ଟୁ ନୋ ଦି ଇଟର୍ନାଲ ଟ୍ରୁଥ ନଲେଜ ଇନଫିନିଟି ଇଜ୍ ଟୁ ନୋ ଦି ବ୍ରହ୍ମନ୍। ତେଣୁ ସେହି ପରମଙ୍କୁ ଜାଣିବା, କି ପ୍ରକାର ଜାଣିବା ନା ତାଙ୍କର ଯେଉଁ ଶାଶ୍ୱତ
सत्य ज्ञान में अनंत को जानिबा सेटा कहूची प्रकृत रे ब्रह्म को जानिबा। यही शब्द विषय रे सी ही सत्य ज्ञान अनंतम ये संपर्क रे सी आहुरी अति चमत्कार भाव श्री अरविंद एटी आलोचना करिसंती। भावुची एटा को आहुरी आमे तांकर आहुरी विश्लेषण को हमको पढ़ा पड़ो जहाँपर कि सही तांकर जो शाश्वत सत्यम ज्ञान अनंत को आमे आमर हृदय बा आमर माने हृदय गह्वर भितर बुझीपर कहीं मंड मन मन ताक बुझीपर ना। से सी आहरी आलोचना ता विषय करेंगे एवं धैर्यर सह आम ताकू गोटे गोटे कर पढ़ा एवं से सत्यम ज्ञान अनंत एवं ब्रह्म विषय आमको आहरी स्पष्ट भाव सुंदर भाव गोटे आम निज स्थिति गोटे परम स्थिति आड़ को श्री अरविंद आमको नहीं जाऊँच गोटी गोटी कर बुझे बुझे चलती एवं सी जो रहस्य परमंकर जो रहस्य एवं ये जगत विषय जो प्रहेलिका आमर रही या भांगुचंती एवं तांकर अनंत ज्ञान अनंत सत्य एवं निजे से अनंत ये संपर्क से आमको तांको धारणा दौरान। तेणु वर्तमान आमे जहाँ आलोचना कलु से विषय परस्पर आलोचना करिबा। रब भाई आपण आलोचना को आरंभ करंतु। नहीं कल्पतरु मुझे असुस्थ अच्छी मैंने आलोचना करंतु। आज्ञा हाँ विनोद भाई कहंतु। नमस्कार समस्त को नमस्कार। जहाँ कहले प्रभु जहाँ कहते ताकू टिके आमे तो समस्ते से ही मन रे ही वर्तमान बुझुचु मन रे तांकू जानी हबनी पुणी आलोचना ही ताकू आहुरी कॉम्प्लिकेटेड कर दे पारे। तबे प्रथमे तैत्तिरीय उपनिषद रे कल्पतरु भाई जेमती प्रथमे उपक्रमणिका रे वर्णना कले प्रस्तुति पूर्वरु शिक्षा बोली शिक्षा सब देला परे वर्तमान ब्रह्मानंद बोली को आश्चर्य ब्रह्म रो आनंद को किमिति प्राप्त हो आगे ता विषय रे वर्तमान से आउ एक शिक्षा दिया होची किंतु ता ये सब करिवा पूर्वरु आगे प्रार्थना होची। कहीं ना आमे गोटे अलगा चेतना रे अच्छु बा आमे गोटे अलगा स्थिति रे अच्छु एई जो ब्रह्मानंद कथा कहा होची से आउ एक स्थिति ताकू जोड़िबा पाई ए प्रेयर ए मास्टर ए जो सावित्री रे प्रभु वर्णना करचंती सेही केवल हमको एई स्थिति रु सही स्थिति को नहीं परिबो। ए प्रेयर ए मास्टर सॉरी ए किंग्स आइडिया ए तीनोटी जिनिस हमको नहीं जीव एठी प्रथमे प्रेयर तापरे ब्रह्म विषय गोटे विराट आम आगे तार प्रकाश करा होची जहा आमर चेतना को उत्थित करिनबो जहा आमर धारणा अछि ज्ञान विषय रे कहंतु अनंत विषय रे जो भाई पढ़िले श्री अरविंद कोठी कोन कोन हाइट को से चली गला। तेनु एथि पई कहउचंती प्रथमे देखंतु मु सही प्रार्थना रे ही आज अटकी जीवी प्रार्थना होची से प्रथमे देखिवा निज पई एकोटिया प्रार्थना करा जाऊ नाही प्रार्थनाटा किपरि होची देखो प्रार्थना होची सहित एका सांगिरे करिवा से दिन अनंत भाई से सहभागितार कथा कहउतले एई उपनिषद आलोचना क्रम रे। तेणु से सहना भवतु सनौ भुनक्तु सहवीर्यं करवावहै तेजस्विनामधीतमस्तु
मा विद्विषावहै ओम शांति शांति शांति। एइटाକୁ देखंतु प्रथमे सिए अबतु प्रोटेक्शन मागुचंती नौ सह अवतु अर्थात us together may he protect। he होची कैपिटल से ही हमको प्रोटेक्ट करंतु हम दुई जन टुगेदर एका सहित आगे प्रोटेक्शन मागुचंती तापरे कहिले नौ सह भुनक्तु टुगेदर आमे एका संगिरे वी मे पजेस जहा दुई जन जाक एका संगिरे पजेस करवा एठी जो नॉलेज मे ही पजेस माने सिए आमको पजेस करत अर्थात आमे तांको सहित कोन साजुज्य बा साधर्म्य हेजिबा सिए मु तांकर धर्म ग्रहण करिवि बा सिए मु हेजिबि ही एठी जो प्रार्थना करजन सिए ही पजेस मी सिए मते पजेस करि जानतु के जहांक विषय रे आमे सेई ब्रह्म कहिबे तो सिए पजेस करि जानतु सह वीर्यम करवावहे एठी वीर्यम होची स्ट्रेंथ एंड विरिलिटी श्री अरविंद जहा लिखिचंती तेणु ताकू मध्य आमे दुई जन जाक प्राप्त करंतु मे वी मेक अनटू अस ता माने आमे एठी जो प्रार्थना करा जाउची आमे एठी गोटे असहाय जंत्रर प्रार्थना हबो नाही आमे निजे वीर्यवान हवा शक्तिशाली हवा कहा द्वारा तांकरी द्वारा सेई शक्तिमान ही केवल तांकु प्राप्त हबो जो विषय रे परे आलोचना करिवे से ब्रह्म को प्राप्त हवा पई मध्य स्ट्रेंथ एंड विरिलिटी दरकार प्रार्थना जो दास्य भाव थिले मध्य ता सहित क्षत्रिय भाव मध्य दरकार सेठी एठी तीनोटी चारोटी जाक गुण ब्राह्मणर गुण क्षत्रियर गुण वैश्यर गुण एवं शूद्रर गुण ये सबु आम भीतर को आसीबा दरकार एठी स्ट्रेंथ और विरिलिटी क्षत्रिय सेठी सेही स्वभाव मध्य आम भीतर जागृत पई प्रार्थना करूची मे मेक अनटू अस तापरे नौ अधितमस्तु तेजस्विन अस्तु तामाने मे आवर स्टडी बी फुल टू अस ऑफ लाइट एंड पावर ज्ञान एवं ता सहित शक्ति लाइट माने ज्ञानर प्रकाश तार सिंबल एवं पावर ये दुईटे जाको आमे ता विषय रे मध्य लेट मे आवर स्टडी एटा हमरो ध्येय हो मा विद्वेषावहि मे वी नेवर हेट प्रथमे प्रोटेक्शन पाई मागी थिले तापरे देखंतु शेष रे मध्य माने एई प्रार्थना रो शेष भाग रे मध्य जेमिति असुया घृण न आसु आमे हमर कोन होची आमे हमर शिक्षा पद्धति जहा चलीची फर्स्ट सेकंड थर्ड करि देले तळ वाला असुया भाव डेवलप निश्चय करिवो जो सिस्टम अछि ए सिस्टम रे ए हेडटा हम भीतर को प्रवेश करि दोचे आमे प्रवेश करै दोचे वर्तमान पिलांक भीतर किंतु एई जो यात्रा एठी केमिति केबे भी ये असुया भाव न रहू कारण जिते प्रगति कले मध्य डिफिकल्टी विभिन्न रूप रे आसे अहं विभिन्न भाव रे हमकु आक्रांत करिवार सबु संभावना अछि बोली ए भली एक प्रार्थना याकु आमे बुझिबा एवं शेष रे जाईकरी से शांति अवतरण करिवो भाई तो सुंदर भाव रे कहिसंती आदि भौतिक आदि दैविक एवं आध्यात्मिक शांति विराजमान करिवो एई परी एक अवस्था परे जाईकरी आमे ए ज्ञान पाखकु जो विराट लाइट रो कथा उपनिषद ब्रह्मानंद वल्ली हमकु देबे ब्रह्म के विषय रे देबे ताहाई आमे पढ़िबा
ମୁଁ ଏତିକି ରଖିଲି ଭାଇ। ଧନ୍ୟବାଦ ଭାଇ। ଆପଣ ସେ ପ୍ରାର୍ଥନାରେ ଅଟକି ଗଲେ। ଆମେ ଆଉ ଟିକେ ଆଶା କରୁଥିଲୁ ଯେ ଆପଣ ଆଉ ଟିକେ କହନ୍ତେ ସେହି ସତ୍ୟମ୍ ଜ୍ଞାନମ୍ ଅନନ୍ତଂ ବ୍ରହ୍ମ ବିଷୟରେ, ଯାହା ଶ୍ରୀ ଅରବିନ୍ଦ ଆମକୁ କହୁଛନ୍ତି। ତାଙ୍କର ଶାଶ୍ୱତତା ଭିତରେ ଏହି ସତ୍ୟ, ଏ ଜ୍ଞାନ ସେ ଅନନ୍ତ ବିରାଜମାନ କରିଛି। ସେ ଆଲୋକ ଭାଇ ଆମକୁ ଆହୁରି ସେ ବିଷୟରେ ଅଧିକ ଆମକୁ କହିବେ। ଆଲୋକ ଭାଇ ଆପଣ କହନ୍ତୁ। ଆଲୋକ ଭାଇ। ସମସ୍ତ ବନ୍ଧୁମାନଙ୍କୁ ନମସ୍କାର। ବ୍ୟସ୍ତ ଅଛି, ଆଜ୍ଞା। ଚଳିବ ତ? ହଁ ହଁ ଠିକ୍ ଅଛି। ଆଲୋକ ଭାଇ ବ୍ୟସ୍ତ ଅଛନ୍ତି, ଅନ୍ୟ କାମରେ ଅଛନ୍ତି। ଅନନ୍ତ ଭାଇ କହନ୍ତୁ। କଳ୍ପତରୁ ଭାଇ, ଆଜ୍ଞା ଆମର ଏ ମଧୁ ଭାଇ ୟା ଉପରେ ଯାହା ଲେଖିଛନ୍ତି ମୁଁ ଟିକେ ପଢିଦେବି କି? ଆଜ୍ଞା ପଢ଼ନ୍ତୁ। ହଁ, ଖାଲି ପଢି ଦଉଛି। ଶ୍ରୀ ଅରବିନ୍ଦ କୃତ ଅର୍ଥ, ତାରି ଉପରେ ସେ ଯାହା ବିଶ୍ଳେଷଣ କରିଛନ୍ତି, ମାନେ ସେଇ ବିଜୟ ମାନ ଆମେ ଆମର ସମସ୍ତଙ୍କୁ ସାଙ୍ଗ ହେଇକି ଧରିବାର ଯୋଉ ପ୍ରକ୍ରିୟାରେ ଆମେ ନିୟୋଜିତ କରୁନା, ବରଂ ଆମେ ତାକୁ ଅନ୍ୟକୁ କେମିତି ବିଦ୍ୱେଷ କରିବା। ମୁଁ ଏତେ ବଡ ହେଇଗଲି, ଆମର ଯେମିତି ରାଷ୍ଟ୍ର ଭାରତ ବର୍ଷ, ଭାରତବର୍ଷ ବର୍ତ୍ତମାନ ଅର୍ଥନୈତିକ ଦୃଷ୍ଟିରୁ 50 ବର୍ଷ ତଳେ ଭାରତବର୍ଷର ଅର୍ଥନୈତିକ ସ୍ଥିତି ଯାହା ଥିଲା, ଆଉ ସାମଗ୍ରିକ ଭାବରେ ତାଠାରୁ ଅଧିକ ଆମର ସାମରିକ କ୍ଷମତା ବଢୁଛି, ଆଉ ଆମର ଅର୍ଥନୀତି ବଢୁଛି। ଆମ ଭିତରୁ କତିପୟ ଲୋକଙ୍କର ଅର୍ଥନୈତିକ କ୍ଷମତା ବଢୁଛି, କିନ୍ତୁ ତାକୁ ନେଇକି ଆମେ କଣ କରୁଛୁ? ଆମେ କଣ ପ୍ରକୃତରେ ଆମେ ଦେଖିବା, ଯାହାର ଆମର ଯୋଉ କ୍ଷମତା ଯେତିକି ବଢୁଛି, ଆମେ ସେତିକି ଅନ୍ୟ ଉପରେ କେମିତି ଦମନ ସ୍ଥାପନ କରିବା, ଆଉ ତାହା ଭିତରେ ଏମିତି ଗୋଟେ ଭ୍ରମ ଭିତରେ ବାନ୍ଧି ରହିଛୁ। କିନ୍ତୁ ଆମର ଯୋଉ ଶକ୍ତି, ମୋ ପାଖରେ ଏତିକି ଅଛି, ମୋ ପାଖରେ ଏତିକି ଜ୍ଞାନ ରହିଛି, ତାକୁ ଆମେ ପରସ୍ପର ସାଙ୍ଗରେ ସହଭାଗ କରିକି ଆମେ ସାଙ୍ଗ ହେଇକି ସାଙ୍ଗ ହେଇକି ଆମେ ତେଜ ଯୁକ୍ତ ହବା। ଆଉ ସେଇ ଯୋଉ ଗୋଟେ ଆହ୍ୱାନ, ଆଉ ସେଇ ଆହ୍ୱାନ ଟା ଆମକୁ, ସେଇଥିପାଇଁ ଆମକୁ ବିଦ୍ୱେଷ କରିବାକୁ ହବନି। ଆମକୁ ବିଦ୍ୱେଷରୁ ମୁକ୍ତ ହେଲେ ଯାଇ, ବା ପ୍ରେମ, ଏଇ ସବୁ ଆମେ କେମିତି ବିଦ୍ୱେଷରୁ ମୁକ୍ତ ହବା? ଆମେ ଯେତେବେଳେ ପ୍ରେମ କରିବା, ଗାନ୍ଧୀ ଯୋଉ ସତ୍ୟ କଥା କହୁଛନ୍ତି, ଅହିଂସା, ଅହିଂସା ଏବଂ ପ୍ରେମ, ଅହିଂସା ଏବଂ ପ୍ରେମ ହିଁ ଆମକୁ, ଆମେ ଯୋଉ ପରସ୍ପର ସହିତ ଅଛୁ, ସାଙ୍ଗ ହେଇକି ଖାଉଛୁ, ସେଇଟା ଗୋଟେ ସୂତ୍ର କରିକି ଆମକୁ ବିଦ୍ୱେଷରୁ ମୁକ୍ତ କରିବ। ମା ବିଦ୍ୱେଷାମହେ। ଖାଲି କହିଦେଲେ କଣ ଆମେ ବିଦ୍ୱେଷରୁ ମୁକ୍ତ ହେଇପାରିବା? ଯେମିତି ଆମର ଲେଖା ଯାଇଛି ରାମାୟଣରେ, ବାଲ୍ମୀକି କହିଛନ୍ତି ମା ନିଷାଦ, ହେ ନିଷାଦ ମା। ମା, ଏଇ ଯୋଉ ମା ଶବ୍ଦଟା ଭାରି ମହତ୍ୱପୂର୍ଣ୍ଣ ଶବ୍ଦ। ମା, ପ୍ଲିଜ କର ନାହିଁ ମା। ଆଉ ତେଣୁ ଯଦି ଆମେ ଦେଖିବା, ଖାଲି ଗୋଟେ ଶବ୍ଦଗତ ଦୃଷ୍ଟିରୁ, ତାର ବ୍ୟାକରଣଗତ ସୂତ୍ରଟି ବି ଆମେ ଦେଖିବା, ଏଇ ଯୋଉ ମା ଏବଂ ମା ଭିତରେ ସମ୍ପର୍କ କଣ? ଗୋଟେ ଜନନୀ ହେଲେ ହିଁ ଜନନୀ କହେ ଯେ ତୁ ଏମିତି କରନି, ତୁ ନିଆଁରେ ହାତ ଦେନି, ନିଆଁରେ ହାତ ଦେଲେ ପୋଡିଯିବ। ଜନନୀ କହେ, ଆଉ ତାର ଗୋଟେ ବଳବାନ ପିଲାଟି ଆପଣ ଦେଖିଥିବେ, ଯୋଉ ପିଲାଟି ବଳବାନ ପିଲାଟି, ସେ ଅନ୍ୟମାନଙ୍କୁ ହଇରାଣ କରୁଛି, ବା ଗୋଟେ ପୁଅ ହିସାବରେ ସେ ହୁଏତ ତାର ସୌନ୍ଦର୍ଯ୍ୟମୟ ତେଜଦୀପ୍ତ ପିଲାଟିଏ, ଆଉ ତା ଦ୍ଵାରା ଆକୃଷ୍ଟ ହେଇ କିଛି ଆତ୍ମା ଆସୁଛନ୍ତି, ସେ ତାଙ୍କୁ କେବଳ ଉପଭୋଗ କରିବା ନିଶାରେ, ତା ପ୍ରତି ଶ୍ରଦ୍ଧା ନାହିଁ। ତେଣୁ ଜନନୀଟି କହୁଛି ମା। ତେଣୁ ମା ନିଷାଦ ମା ବିଦ୍ୱେଷାମହେ। ସେ ମା ବିଦ୍ୱେଷାମୟ, ମା ସେଟା କର ନାହିଁ, ସେ କର ନାହିଁ ପାଇଁ ଗୋଟେ ଜନନୀ ଯୁକ୍ତ ହବାକୁ ହୁଏ। ଜନନୀ ହିଁ ଆମକୁ ସାହାଯ୍ୟ କରନ୍ତି ଯେ ଆମେ ଏହା କରିବୁନି। ତେଣୁ ସେଇ ଯୋଉ ଜନନୀର ଶ୍ରଦ୍ଧା, ତେଣୁ ଶ୍ରଦ୍ଧା ଏବଂ ଅହିଂସା ଏବଂ ସତ୍ୟ, ଏଇ ସବୁ ଯୁକ୍ତ ହେଇଥିଲେ ହିଁ ଆମେ ବିଦ୍ୱେଷ କରୁନା। ଖାଲି ବିଦ୍ୱେଷ, ମା ବିଦ୍ୱେଷ କହିଲେ ସେଇଟା ସମ୍ଭବ ନୁହେଁ। ଏଇ ଯୋଉ ମନ୍ତ୍ର ମାନ ରହିଛି,
ତାକୁ ଆମେ ଆଉ ଗୋଟେ କଥା ସହିତ ଯୋଡ଼ି ଦେଇ ପାରିବା, ସେଟା ହଉଛି ଋଗ୍ବେଦର ଯେଉଁ ଶେଷ ମନ୍ତ୍ର ସମ୍ ଗଚ୍ଛଧ୍ୱମ୍ ସମ୍ପଦଧ୍ୱମ୍ ସମ୍ଭୋ ମନାଂସି ଯାୟ दीव भाग यथा पूर्वे समानाति उपासते समानेव मया कृति समाना हृदयानि। ତେଣୁ ଏଇ ଯୋଉ ସହ କଥାଟି ଯୋଉ ତୈତ୍ର ଉପନିଷଦ ଋଗ୍ବେଦର ଆଉ ସମ୍ ଗଚ୍ଛ